नमस्कार। ओम नमः भगवते वासुदेवाय। ओम नमः भगवते वासुदेवाय। ଆଜି ଆମେ ପୁଣି ଥରେ ଏକାଠି ହୋଇଛୁ। ହଁ, ଶ୍ରୀମଦ୍ ଭଗବଦ୍ ଗୀତାର ଗଭୀର ଜ୍ଞାନ ସମୁଦ୍ରରେ ବୁଡ଼ ପକାଇବା ପାଇଁ। ଆଉ ଆଜିର ଆମର ଆଲୋଚନା ଏହା ଗୀତାର ତୃତୀୟ ଅଧ୍ୟାୟ କର୍ମଯୋଗ ଉପରେ। ହଁ, ଆଉ ସେଥିର ବିଶେଷ କରି ଏକାଦଶ ମାନେ 11 ନମ୍ବର ଶ୍ଲୋକ ବହୁତ ମହତ୍ୱପୂର୍ଣ୍ଣ ଶ୍ଲୋକଟିଏ। ଏହି ଆଲୋଚନାଟି ଆମର କର୍ମଯୋଗ ପରମ କଲ୍ୟାଣ ପାଇଁ ପାରସ୍ପରିକ ପୋଷଣ ଶୀର୍ଷକ ବିଶ୍ଳେଷଣର ଏକ ଅଂଶ। ତେଣୁ ଏହାକୁ ଏକ ଆଧ୍ୟାତ୍ମିକ ବିଚାର ବିମର୍ଶ ଭାବରେ ହିଁ ନେବା ଉଚିତ। ନିଶ୍ଚୟ ଆମର ଲକ୍ଷ୍ୟ କ'ଣ ରହିବ ଆଜି? ଦେଖନ୍ତୁ, ଲକ୍ଷ୍ୟ ହେଉଛି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ଗୂଢ଼ କଥା ବୁଝାଇଥିଲେ, ହଁ, ମାନେ ପରସ୍ପରକୁ କେମିତି ପୋଷଣ କରିବା ଆଉ ନିଃସ୍ୱାର୍ଥ ଭାବରେ କର୍ତ୍ତବ୍ୟ କରିବା କଥା, ଓହୋ, ତାକୁ ଟିକେ ସରଳ ଭାଷାରେ ବୁଝିବାକୁ ଚେଷ୍ଟା କରିବା। ଏଇଟା ତ ବେଶ ଗଭୀର କଥା ଲାଗୁଛି। ତେଣୁ ଆମର ସମସ୍ତ ଶ୍ରୋତାଙ୍କୁ ଅନୁରୋଧ, ହଁ, ପୁରା ଶୁଣିବାକୁ ପଡ଼ିବ ଶେଷ ପର୍ଯ୍ୟନ୍ତ। ହଁ, ନହେଲେ ଅର୍ଥଟା ଅଧାରେ ରହିଯିବ। ଆଉ ଯଦି ଏମିତି ଆଲୋଚନା ଭଲ ଲାଗୁଥାଏ ତେବେ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ଏକଦମ ଆସନ୍ତୁ ଆଉ ଡେରି ନ କରି ସିଧା ଶ୍ଲୋକକୁ ଯିବା। ମୁଁ ପ୍ରଥମେ ଶ୍ଲୋକଟି ପାଠ କରୁଛି। ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁବ ପରସ୍ପରମ୍ ଭାବୟନ୍ତଃ ଶ୍ରେୟଃ ପରମୱାପ୍ସ୍ୟଥା। ବାଃ, କେତେ ଶକ୍ତିଶାଳୀ ଶବ୍ଦ ସବୁ। ହଁ, ସତରେ ଏହାର ସରଳ ଓଡ଼ିଆ ଅର୍ଥଟା ଟିକେ କହିଦେବା। ହଁ, ନିଶ୍ଚୟ। ମାନେ ତୁମେମାନେ ଏହି ଦ୍ୱାରା, ଏଠି ଏହି ମାନେ ଯଜ୍ଞ ବା ନିଃସ୍ୱାର୍ଥ କର୍ମ। ହଁ, ତ ଏଇ ଯଜ୍ଞ ଦ୍ୱାରା ଦେବତାମାନଙ୍କୁ ପୋଷଣ କର, ଆଚ୍ଛା, ଆଉ ସେହି ଦେବତାମାନେ ମଧ୍ୟ ତୁମକୁ ପୋଷଣ କରନ୍ତୁ। ପରସ୍ପରକୁ ପୋଷଣ କରିବା କଥା। ହଁ, ଏମିତି ପରସ୍ପରକୁ ପୋଷଣ କଲେ ତୁମେମାନେ ପରମ ଶ୍ରେୟ ପାଇବ, ମାନେ ସବୁଠୁ ଭଲ ସର୍ବୋତ୍ତମ କଲ୍ୟାଣ। ହଁ, ସରଳ ଅର୍ଥ ତ ଏହା, କିନ୍ତୁ ଏ ଭିତରେ ବହୁତ କିଛି ଅଛି। ପ୍ରଥମେ ଆସିବା ଏଇ ଦେବାନ୍ ଶବ୍ଦକୁ, ଦେବତା। ହଁ, ଏଇଟା ହିଁ ମୋର ପ୍ରଥମ ପ୍ରଶ୍ନ ଥିଲା। ଦେବତାମାନେ କି? ଆମେ ତ ଇନ୍ଦ୍ର, ବରୁଣ, ଅଗ୍ନି ଏମାନଙ୍କୁ ଜାଣୁ। ସେମାନେ ତ ଅଛନ୍ତି, କିନ୍ତୁ ଗୀତା ଏଠି କଥାଟାକୁ ଆହୁରି ବଡ଼ କରି ଦେଖୁଛି। ଏହା କେବଳ ସ୍ୱର୍ଗର ଦେବତାଙ୍କ କଥା ନୁହେଁ। ଓହୋ, ତାହେଲେ ଗୀତା ଆଉ ବେଦର ଦୃଷ୍ଟିରେ ଦେବମାନେ ସେହି ସବୁ ଶକ୍ତି ଯେଉଁମାନେ ଏହି ସୃଷ୍ଟିକୁ ଚଳଉଛନ୍ତି, ଆଚ୍ଛା, ଆମ ଜୀବନକୁ ଧରି ରଖିଛନ୍ତି। ଯେମିତି ଦେଖନ୍ତୁ, ସୂର୍ଯ୍ୟ ଆଲୋକ ଦେଉଛନ୍ତି, ଶକ୍ତି ଦେଉଛନ୍ତି। ବିନା ସୂର୍ଯ୍ୟରେ ଜୀବନ ଚାଲିବ ନା, ମୋଟେ ନୁହେଁ। ସେମିତି ବର୍ଷା ନହେଲେ ଅନ୍ନ କାଉଁ ଆସିବ। ବାୟୁ ଶ୍ୱାସ ନେବ ପାଇଁ। ହଁ, ଠିକ୍। ପୃଥିବୀ ଯିଏ ଆମକୁ ଧରି ରଖିଛନ୍ତି। ଅଗ୍ନି, ଜଳ, ଚନ୍ଦ୍ର, ଏପରିକି ଆମ ଭିତରର ବୁଦ୍ଧି, ଆମ ଜୀବନ ଶକ୍ତି। ବାଃ, ଏମାନେ ସମସ୍ତେ ଦେବତା। ହଁ, ଏଇ ବ୍ୟାପକ ଅର୍ଥରେ। କାରଣ କ'ଣ ଜାଣିଛନ୍ତି? ଏମାନେ ସମସ୍ତେ ନିରନ୍ତର ଆମକୁ ଦେଉଛନ୍ତି, ବିନା କିଛି ମାଗି ଆମ ସେବା କରୁଛନ୍ତି। ତେଣୁ ଏମାନେ ଦେବ। ଏଇଟା ତ ବହୁତ ସୁନ୍ଦର ଦୃଷ୍ଟିକୋଣ। ତାହେଲେ ଶ୍ଲୋକରେ ଯୋଉ କହୁଛି ଭାବୟତ, ମାନେ ପୋଷଣ କର, ସନ୍ତୁଷ୍ଟ କର, ହଁ, ସେଇଟା ଏଇ ପ୍ରକୃତିର ଶକ୍ତିମାନଙ୍କୁ ପୋଷଣ କରିବା କଥା। ଏକଦମ। କିନ୍ତୁ ଆମେ କେମିତି ଏମାନଙ୍କୁ ପୋଷଣ କରିବା? ସୂର୍ଯ୍ୟଙ୍କୁ ଆମେ କ'ଣ ଦେଇପାରିବା? ବାୟୁକୁ କ'ଣ ଦବା? ସେଇଠି ଆସୁଛି ଶ୍ଲୋକର ପର କଥା, ଅନେନ, ମାନେ ଏହି ଦ୍ୱାରା। ହଁ, ଏହି ଦ୍ୱାରା। ଏହି କ'ଣ? ଏହି ହେଉଛି ଯଜ୍ଞ। ଏବେ ପ୍ରଶ୍ନ ଆସିଲା, ଯଜ୍ଞ ମାନେ କ'ଣ? ଆମେ ତ ଭାବୁ ସେଇ ହୋମ କରିବା, ମନ୍ତ୍ର ପଢ଼ିବା, ଘିଅ ପକେଇବା। ହଁ, ସାଧାରଣତଃ ସେୟା ହିଁ ଭାବନ୍ତି ଲୋକେ। କିନ୍ତୁ ସେଗୁଡ଼ା ହେଉଛି ଯଜ୍ଞର ଗୋଟେ ବାହ୍ୟ ରୂପ, ହୁଁ। ଗୋଟେ ପ୍ରକାର। ଓହୋ, କିନ୍ତୁ ଭଗବଦ୍ ଗୀତାରେ ଯଜ୍ଞର ଅର୍ଥ ବହୁତ ବହୁତ ବଡ଼ ଆଉ ଗଭୀର। କ'ଣ ସେ ଅର୍ଥ? ଗୀତା କହୁଛି ଯେକୌଣସି କାମ ହୁଁ। ଯଦି ତାକୁ ଆମେ ବିନା ସ୍ୱାର୍ଥରେ କରୁଛେ, ବିନା ସ୍ୱାର୍ଥରେ? ହଁ, କେବଳ କର୍ତ୍ତବ୍ୟ ବୋଲି ଭାବି କରୁଛେ, ଫଳ କ'ଣ ମିଳିବ ସେ ଚିନ୍ତା ନ କରି, ଆଚ୍ଛା, ଆଉ ସେ କାମଟା ଯଦି ସମସ୍ତଙ୍କ ପାଇଁ, ମାନେ ସମାଜ ପାଇଁ ବା ପୁରା ସୃଷ୍ଟିର ଭଲ ପାଇଁ ହେଉଛି, ତାହା ହିଁ ଯଜ୍ଞ, ଏକ ସମର୍ପଣର ଭାବ। ବାଃ, ଏଇଟା ତ ବହୁତ ବଡ଼ କଥା। ତାହେଲେ ତ ଆମର ଦୈନନ୍ଦିନ ଜୀବନରେ ଏମିତି କେତେ କାମ ଯଜ୍ଞ ହେଇପାରିବ। ନିଶ୍ଚୟ। ଯେମିତି ଆମେ ଆଗରୁ କଥା ହଉଥିଲେ, ଜଣେ ମା ପିଲା ପାଇଁ ଯାହା କରେ ସେଥିରେ କୋଉ ସ୍ୱାର୍ଥ ଥାଏ, ସେଇଟା ଗୋଟେ ମାତୃଯଜ୍ଞ ହେବ। ଏକଦମ ଠିକ୍ ଉଦାହରଣ। ସେମିତି ଜଣେ ଶିକ୍ଷକ ଯଦି ଭଲ ଭାବରେ ପିଲାଙ୍କୁ ପଢ଼ାଏ, ତାହା ବ୍ରହ୍ମଯଜ୍ଞ। ଚାଷୀ ଯେତେବେଳେ ଚାଷ କରୁଛି, ସେଇଟା ଭୂଯଜ୍ଞ। ହଁ, ଆଉ ସମାଜ ପାଇଁ କିଛି ଭଲ କାମ କଲେ ସେଇଟା ନରଯଜ୍ଞ। ବାଃ, ଏ ତ ଗୋଟେ ପ୍ରକାରେ ଆମେ ପ୍ରକୃତି ଆଉ ସମାଜକୁ ଧନ୍ୟବାଦ ଦେବା ଭଳି କଥା, କୃତଜ୍ଞତା। ଠିକ୍ ଧରିଛନ୍ତି। ସେହି କୃତଜ୍ଞତା ଭାବ ହିଁ ମୂଳ।
ଏଇ ଯଜ୍ଞ ରୂପକ କାମ ଦ୍ୱାରା ହିଁ ଆମେ ସେହି ଦେବମାନଙ୍କୁ ମାନେ ପ୍ରକୃତିର ଶକ୍ତିମାନଙ୍କୁ ଭାବୟତ ମାନେ ପୋଷଣ କରିପାରିବା। ଆଚ୍ଛା। ଆଉ ଯେତେବେଳେ ଆମେ ଏମିତି କରିବା ସେତେବେଳେ କ'ଣ ହବ? ତେ ଦେବା ଭାବୟନ୍ତୁ ବା। ହଁ, ମାନେ ସେଇ ଦେବତାମାନେ ବି ଆମକୁ ପୋଷଣ କରିବେ, ଆମର ଭଲ କରିବେ। ଏଇଟା ହିଁ ମୂଳ କଥା। ପାରସ୍ପରିକତା, ରେସିପ୍ରୋସିଟି। ଏ ଯୋଉ ପରସ୍ପରମ୍ ଭାବୟନ୍ତଃ କଥା ଅଛି, ପରସ୍ପରକୁ ପୋଷଣ କରିବା, ଏଇଟା କ'ଣ ଗୋଟିଏ ଡିଲ୍ ଭଳି? ମାନେ ଗିଭ୍ ଆଣ୍ଡ ଟେକ୍, ମୁଁ ଦେଲି ବୋଲି ତୁମେ ଦେବ। ନା ନା, ସେମିତି ଭାବିଲେ ଭୁଲ ହେବ। ଏଇଟା କିଛି ବେପାର ନୁହେଁ। ଓହୋ। ଏଇଟା ହେଉଛି ସୃଷ୍ଟିର ଗୋଟେ ନିୟମ, ମୌଳିକ ନିୟମ, ଗୋଟେ ପବିତ୍ର ସନ୍ତୁଳନ, ଯାହାକୁ ଆମେ କହିପାରିବା କସ୍ମିକ୍ ବ୍ୟାଲେନ୍ସ। ଆଚ୍ଛା। କସ୍ମିକ୍ ବ୍ୟାଲେନ୍ସ। ହଁ। ଭଗବାନ କହୁଛନ୍ତି, ଦେଖ, ଏ ସୃଷ୍ଟିରେ ସମସ୍ତେ ସମସ୍ତଙ୍କ ଉପରେ ନିର୍ଭର କରନ୍ତି, ଇଣ୍ଟରଡିପେଣ୍ଡେଣ୍ଟ। ଆମେ ଯଦି ଗଛ ଲଗେଇବା, ଏଇଟା ଗୋଟେ ଯଜ୍ଞ, ତାହେଲେ କ'ଣ ହବ? ବାୟୁ ଭଲ ରହିବ, ବର୍ଷା ଠିକ୍ ସମୟରେ ହେବ। ଏହା କ'ଣ କେବଳ ଆମ ପାଇଁ ନା ସମସ୍ତଙ୍କ ପାଇଁ? ହଁ, ସମସ୍ତଙ୍କ ପାଇଁ। ସେମିତି ପାଣିକୁ ଯଦି ଆମେ ବଞ୍ଚେଇବା, ନଷ୍ଟ କରିବାନି, ଏହା ବି ଯଜ୍ଞ, ତାହେଲେ ପାଣି ଆମ ଜୀବନ ବଞ୍ଚେଇବ। ଠିକ୍। ମାଟିକୁ ଯଦି ଆମେ ବିଷ ଦେବା ନାହିଁ, ତାର ଯତ୍ନ ନେବା, ସେ ବି ଯଜ୍ଞ, ତାହେଲେ ସେ ଆମକୁ ଭଲ ଖାଇବା ଦେବ, ରହିବାକୁ ଜାଗା ଦେବ। ଏଇଟା ଗୋଟେ ସହଜୀବନ, ଗିଭ୍ ଆଣ୍ଡ ସଷ୍ଟେନ୍। ଏବେ ପୁରା ସ୍ପଷ୍ଟ ହେଉଛି। ତାମାନେ ପ୍ରକୃତି ଆମକୁ ଯାହା ଦେଉଛି ସବୁ ମାଗଣାରେ, ଆଲୋକ, ପବନ, ପାଣି, ଖାଦ୍ୟ, ଜାଗା, ଏସବୁ ହେଉଛି ସେଇ ଦେବଶକ୍ତିମାନଙ୍କର ଦାନ। ହଁ, ଆଉ ସେଇଥିପାଇଁ ସେମାନଙ୍କ ପ୍ରତି ଆମର ବି କିଛି କର୍ତ୍ତବ୍ୟ ରହିଛି। ନିଶ୍ଚୟ। ଆଉ ସେଇ କର୍ତ୍ତବ୍ୟ କରିବାଟା ହିଁ ଯଜ୍ଞ। ଯେମିତି ପୃଥିବୀକୁ ସଫା ରଖିବା, ଗଛ ଲଗେଇବା। ପାଣି ଅପଚୟ ନ କରିବା। ହଁ, ପବନକୁ ଦୂଷିତ ନ କରିବା, ଖାଇବାକୁ ସମ୍ମାନ ଦେବା, ନଷ୍ଟ ନ କରିବା। ଆଉ ଅନ୍ୟ ଜୀବଜନ୍ତୁଙ୍କୁ କଷ୍ଟ ନ ଦେବା, ସେମାନଙ୍କର ଯତ୍ନ ନେବା। ଏସବୁ ହିଁ ପ୍ରକୃତ ଯଜ୍ଞ। ଏକଦମ। ଆଉ ଏସବୁ ଯଜ୍ଞର ମୂଳରେ କ'ଣ ଅଛି ଜାଣିଛନ୍ତି? କ'ଣ? ସେଇ କୃତଜ୍ଞତାର ଭାବ, ଗ୍ରାଟିଚ୍ୟୁଡ୍। ଯେତେବେଳେ ଆମେ ଭିତରୁ ଅନୁଭବ କରିବା ଯେ ଆମେ କେତେ ଋଣୀ ଏ ପ୍ରକୃତି ପାଖରେ, ହଁ। ସେତେବେଳେ ଆମେ ଆପେ ଆପେ ତାର ଭଲ ଚାହିଁବା, ତାକୁ ସୁରକ୍ଷା ଦେବାକୁ ଚେଷ୍ଟା କରିବା, ଆଉ ସେଇ ଯୋଉ ନିଃସ୍ୱାର୍ଥ କାମଟା କରିବା, ସେଇଟା ହିଁ ଆମ ମନକୁ ଶୁଦ୍ଧ କରିବ। ସେଇଟା ହିଁ ପ୍ରକୃତି ପାଇଁ ଆମର ପ୍ରକୃତ ଧନ୍ୟବାଦ। ସେଇଟା ହିଁ ଯଜ୍ଞ। କିନ୍ତୁ ଦେଖିବାକୁ ଗଲେ ଆଜିକାଲି କ'ଣ ହେଉଛି, ଆମେ ମଣିଷମାନେ ଏଇ ଯୋଉ ସନ୍ତୁଳନ କଥା କହୁଛେ, ହଁ ସେଟାକୁ ତ ପୁରା ବିଗାଡ଼ି ଦେଇଛେ ନା କ'ଣ? ନିଜ ସ୍ୱାର୍ଥ ଆଗରେ ଆଉ କିଛି ଦେଖୁନୁ। ହଁ, ସେଇଟା ତ ଦୁଃଖର କଥା। ଆଉ ତାର ଫଳ ବି ଆମେ ଭୋଗୁଛୁ, ସାମ୍ନାରେ ଦେଖୁଛୁ। କେମିତି? ଆରେ ନଈ ନାଳ ସବୁ କେମିତି ଦୂଷିତ ହୋଇଗଲାଣି ଦେଖନ୍ତୁ। ଜଙ୍ଗଲ ସବୁ କଟିଗଲାଣି, ପବନରେ ଖାଲି ବିଷ। ହଁ, ସତ କଥା। ମାଟି ଆଉ ଆଗ ଭଳି ଉର୍ବର ନାହିଁ। ଖାଇବା ଜିନିଷ ବି ଗୋଟେ ବେପାର ହେଇଗଲାଣି। ପଶୁପକ୍ଷୀଙ୍କ ଉପରେ କେତେ ଅତ୍ୟାଚାର। ଏସବୁର ଫଳ କ'ଣ ମିଳୁଛି? ନୂଆ ନୂଆ ରୋଗ, ମଣିଷ ସବୁବେଳେ ଚିନ୍ତାରେ, ପାଣି ପାଇଁ ଡହଳ ବିକଳ। ହଁ, କ୍ଲାଇମେଟ୍ ଚେଞ୍ଜ କଥା ବି ତ ଉଠୁଛି। ସେଇଆ ତ। ବାୟୁ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନର ଭୟ। ଗୀତାର ଭାଷାରେ କହିଲେ, ଆମେ ଯଜ୍ୟ ଧର୍ମ ଭାଙ୍ଗିଛେ, ଠିକ୍ ଭାବରେ ପାଳନ କରୁନୁ। ତାହେଲେ ତାର କୁପରିଣାମ ତ ଭୋଗିବାକୁ ପଡ଼ିବ। ସେଇଥିପାଇଁ ତ କହୁଛି, ଏ ଶ୍ଲୋକର ବାର୍ତ୍ତା ଆଜିର ଦୁନିଆ ପାଇଁ ଆହୁରି ବେଶୀ ଜରୁରୀ, ଆହୁରି ବେଶୀ ରେଲେଭେଣ୍ଟ। ବାସ୍ତବିକ ଏ କଥା ଶୁଣିକି ଲାଗୁଛି ଶ୍ରୀକୃଷ୍ଣ ତ ଏ କଥା ଖାଲି ଅର୍ଜୁନଙ୍କୁ କହୁନଥିଲେ, ଏ ତ ଆମ ସମସ୍ତଙ୍କ ପାଇଁ। ନିଶ୍ଚୟ, ସମସ୍ତଙ୍କ ପାଇଁ। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। ଅର୍ଜୁନ ତ ସେତେବେଳେ ଯୁଦ୍ଧ କ୍ଷେତ୍ରରେ ଥିଲେ। ହଁ, ତାଙ୍କ ପାଇଁ ଏଇ ଶ୍ଲୋକର କିଛି ବିଶେଷ ମାନେ ଥିଲା କି? ସେଠି ଯଜ୍ଞ କଥା କେମିତି ଲାଗୁ ହେଉଥିଲା? ବହୁତ ଭଲ ପ୍ରଶ୍ନ। ଏହାର ସିଧା ସମ୍ପର୍କ ଅଛି ଅର୍ଜୁନଙ୍କ ଦ୍ୱନ୍ଦ୍ୱ ସହିତ। କେମିତି? ଦେଖନ୍ତୁ, ଅର୍ଜୁନ ତ ଡରି ଯାଇଥିଲେ, ଭାବୁଥିଲେ ନିଜ ଲୋକଙ୍କୁ ମାରିବି, ଏତେ ବଡ଼ ପାପ କରିବି। ହଁ, ସେଇଟା ତ ତାଙ୍କର ମୂଳ ସମସ୍ୟା ଥିଲା। ତ ଶ୍ରୀକୃଷ୍ଣ ତାଙ୍କୁ ବୁଝାଉଛନ୍ତି, କହୁଛନ୍ତି, ତୁମ କ୍ଷେତ୍ରରେ ତୁମ ପାଇଁ ଏଇ ଯୁଦ୍ଧଟା ହିଁ ହେଉଛି ଯଜ୍ଞ। ଯୁଦ୍ଧଟା ଯଜ୍ଞ? ଏ କେମିତି କଥା? ହଁ, କାରଣ ଏଇ ଯୁଦ୍ଧଟା ତୁମେ ତୁମର ନିଜ ପାଇଁ କରୁନ, କି କାହା ଉପରେ ରାଗିକି ପ୍ରତିଶୋଧ ନେବା ପାଇଁ ବି କରୁନ। ଆଚ୍ଛା। ଏ ଯୁଦ୍ଧଟା ହେଉଛି ଅଧର୍ମକୁ ହଟେଇବା ପାଇଁ, ସମାଜରେ ଧର୍ମକୁ ପୁଣି ଥାପିବା ପାଇଁ, ସମାଜର ରକ୍ଷା ପାଇଁ। ଓହୋ। ଏଇଟା ତୁମର କ୍ଷତ୍ରିୟ ହିସାବରେ କର୍ତ୍ତବ୍ୟ। ଆଉ ଯେହେତୁ ଏହା ଏକ ବଡ଼ ଉଦ୍ଦେଶ୍ୟ ପାଇଁ କରାଯାଉଛି, ନିଷ୍କାମ ଭାବରେ କର୍ତ୍ତବ୍ୟ ବୋଲି ଭାବି କରାଯିବା କଥା। ହଁ। ତେଣୁ ଏହା ମଧ୍ୟ ଏକ ଯଜ୍ଞ। ବାଃ, କି ଅଦ୍ଭୁତ ଦୃଷ୍ଟି! ମାନେ କାମଟା କ'ଣ ସେଇଟା ବଡ଼ କଥା ନୁହେଁ, କାହିଁକି କରୁଛେ, କେମିତି କରୁଛେ, ସେଇଟା ବଡ଼ କଥା। ଏକଦମ। ଯଦି ଉଦ୍ଦେଶ୍ୟ ଭଲ ଆଉ ମନରେ ସ୍ୱାର୍ଥ ନାହିଁ, ତେବେ ଯେକୌଣସି କର୍ତ୍ତବ୍ୟ ବି ଯଜ୍ଞ ହୋଇପାରେ।
ଏଇଟା ତ ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନ ପାଇଁ ଗୋଟେ ବହୁତ ବଡ଼ ଶିକ୍ଷା। ଆମେ କେତେଥର ଭୁଲ ଭାବି କାମ କରୁ। ହଁ, ଯେମିତି କିଛି ଲୋକ ଭାବନ୍ତି। ହଁ, ଯେମିତି ମୁଁ ଅଛି ମୋ ପାଇଁ, ମୋ ସୁଖ ଦୁଃଖ ମୋର। କିନ୍ତୁ ଏ ଶ୍ଲୋକ କ'ଣ ଶିଖଉଛି? ଶିଖଉଛି ନା ଆମେ ଏକୁଟିଆ ନୁହଁ, ଆମେ ସମସ୍ତେ ଏଇ ବଡ଼ ସୃଷ୍ଟିର, ଏଇ ସମାଜର ଅଂଶ। ଠିକ୍। ଆଉ ଗୋଟେ ଭୁଲ ଧାରଣା, ଏ ପ୍ରକୃତିଟା ଖାଲି ମୋ ପାଇଁ, ମୁଁ ଯେମିତି ଚାହିଁବି ବ୍ୟବହାର କରିବି। ହଁ, ଏଇଟା ବହୁତ ଲୋକ ଭାବନ୍ତି। କିନ୍ତୁ ଠିକ୍ ବୁଝାମଣା କ'ଣ? ମୁଁ ବି ପ୍ରକୃତିର ଗୋଟେ ଅଂଶ, ତାକୁ ବଞ୍ଚେଇଲେ ମୁଁ ବଞ୍ଚିବି, ତା ରକ୍ଷା ମୋର ଦାୟିତ୍ୱ। ଆଉ ଗୋଟେ କଥା, ଜୀବନରେ ଖାଲି ନେବାର ଅଛି, ପାଇବାର ଅଛି। ହଁ, କିନ୍ତୁ ଗୀତା କ'ଣ କହୁଛି? ନେବା ସାଙ୍ଗେ ସାଙ୍ଗେ ଦେବାର ବି ମହତ୍ୱ ଅଛି। ହଁ, ବିନା ସ୍ୱାର୍ଥରେ ଦେବା, ସହଯୋଗ କରିବା। ସେଇଥିରେ ହିଁ ପ୍ରକୃତ ଖୁସି, ପ୍ରକୃତ କଲ୍ୟାଣ। ତାହେଲେ ଏଇ ଶ୍ଲୋକରୁ ଯୋଉ ରାସ୍ତା ଦେଖାଯାଉଛି, ସେଇଟା ହେଲା ଆମେ ପରସ୍ପରକୁ ସାହାଯ୍ୟ କରିବା, ସହଯୋଗ କରିବା। ହଁ, ସେଥିରୁ ସୃଷ୍ଟିର ଗୋଟେ ସନ୍ତୁଳନ ଆସିବ, ଠିକ୍। ଆଉ ସେଇ ସନ୍ତୁଳନରୁ ଶାନ୍ତି ମିଳିବ। ନିଶ୍ଚୟ। ଶାନ୍ତିରୁ ପ୍ରକୃତ ସୁଖ ଆସିବ, ଆଉ ସେଇ ସୁଖ ହିଁ ଶେଷରେ ଆମକୁ ସେଇ ପରମ ଶ୍ରେୟ ପାଖରେ ପହଞ୍ଚେଇବ। ବାଃ, କେତେ ସୁନ୍ଦର ଭାବରେ ଆପଣ ସୂତ୍ରଟାକୁ ଯୋଡ଼ିଦେଲେ। ଏକଦମ୍ ସେଇଆ। ସହଯୋଗ, ସନ୍ତୁଳନ, ଶାନ୍ତି, ସୁଖ, ପରମ କଲ୍ୟାଣ। ଏହା ତ ଗୋଟେ ଜୀବନର ମୂଳମନ୍ତ୍ର ଭଳି ଲାଗୁଛି। ନିଶ୍ଚିତ ଭାବରେ। ତେଣୁ ଶେଷରେ ଯଦି ଏହାର ମୁଖ୍ୟ ବାର୍ତ୍ତାକୁ ଦେଖିବା, ସେଇଟା ହେଲା ନିଜର କର୍ତ୍ତବ୍ୟକୁ ଯଜ୍ଞ ଭାବ, ବିନା ସ୍ୱାର୍ଥରେ କର, ଆଉ ଏ ସୃଷ୍ଟିର ବାକି ସମସ୍ତଙ୍କ ପାଇଁ, ବିଶେଷ କରି ପ୍ରକୃତି ପାଇଁ ମନରେ କୃତଜ୍ଞତା ରଖ, ସମ୍ମାନ ରଖ। ହଁ, ଏଇଟା ଖାଲି ଗୋଟେ ଧର୍ମ କଥା ନୁହେଁ। ନା ନା, ଏଇଟା ଆମ ନିଜ ପାଇଁ, ଆମ ସମାଜ ପାଇଁ, ଆମ ପରିବେଶ ପାଇଁ, ସବୁ ସ୍ତରରେ ଗୋଟେ ଭଲ, ସୁସ୍ଥ ଜୀବନ ବଞ୍ଚିବାର ବାଟ। ଗୋଟେ ଲାଇନରେ କହିଲେ, କ'ଣ? ପରସ୍ପରକୁ ବଞ୍ଚାଅ ଆଉ ନିଜେ ବଞ୍ଚ। ଏଇଟା ହିଁ ପ୍ରକୃତ ଯୋଗ୍ୟ। ଲିଭ୍ ଆଣ୍ଡ ଲେଟ୍ ଲିଭ୍, ବଟ୍ ଅଲ୍ସୋ ହେଲ୍ପ ଲିଭ୍। ଅଦ୍ଭୁତ। ବାସ୍ତବରେ ଆଜିର ଆଲୋଚନାରୁ ଏକଦମ ସ୍ପଷ୍ଟ ହୋଇଗଲା ଯେ ଏ ଗୋଟେ ଶ୍ଲୋକ ଭିତରେ କେତେ ବଡ଼ କଥା ଲୁଚି ରହିଛି। ପୁରା ସୃଷ୍ଟି କେମିତି ଚାଲିଛି, ଆମର ଭୂମିକା କ'ଣ, ସମସ୍ତଙ୍କର ଭଲ କେମିତି ହେବ, ସବୁର ଚାବି ଏଇଠି ଅଛି। ଆଉ ସେ ଚାବିଟା ହେଉଛି ଯଜ୍ଞ, ମାନେ ନିଃସ୍ୱାର୍ଥ କର୍ମ ଆଉ ପାରସ୍ପରିକ ସହଯୋଗ। ହଁ, ଆଶା କରୁଛି ଆମର ଶ୍ରୋତାମାନେ ବି ଏ ବିଷୟରେ ଭାବିବେ। ନିଶ୍ଚୟ ଭାବିବା କଥା। ଆମେ ସମସ୍ତେ ଦିନସାରା କେତେ ଛୋଟ ବଡ଼ କାମ କରୁଛେ, ସେଥିରୁ କେଉଁଟା ଯଜ୍ଞ ହୋଇପାରିବ? ପ୍ରକୃତି ସହ ଆମ ସମ୍ପର୍କ କେମିତି ଅଛି, ତାକୁ ଆହୁରି ଭଲ କରିବା ପାଇଁ ଆମେ କ'ଣ କରିପାରିବା? ହଁ, ଏ ବିଷୟରେ ଟିକେ ଚିନ୍ତା କରିବା ପାଇଁ ଏ ଆଲୋଚନା ନିଶ୍ଚୟ ସାହାଯ୍ୟ କରିବ। ଆମେ ବି ସେଇ ଆଶା କରୁଛୁ। ଆଉ ଯଦି ଆମର ଶ୍ରୋତାମାନଙ୍କୁ ଆଜିର ଏଇ ଆଲୋଚନା, ଏ ଆଧ୍ୟାତ୍ମିକ ବିଚାର ବିମର୍ଶ ଭଲ ଲାଗିଥାଏ, ତାହେଲେ ଏହାକୁ ଗୋଟେ ଲାଇକ୍ ଦେବାକୁ ଅନୁରୋଧ, ଆଉ ଅନ୍ୟମାନଙ୍କ ସହିତ ସେୟାର ବି କରନ୍ତୁ। ହଁ, ଯେମିତି ଭଗବାନ ଶ୍ରୀକୃଷ୍ଣଙ୍କର ଏଇ ଅମୂଲ୍ୟ ବାଣୀ ଆହୁରି ଲୋକଙ୍କ ପାଖରେ ପହଞ୍ଚିପାରିବ, ସମସ୍ତେ ଏହାର ଆଶୀର୍ବାଦ ପାଇପାରିବେ। ଆଉ କମେଣ୍ଟ ବକ୍ସରେ ନିଜର ମତାମତ ଦେଇପାରିବେ। ନିଜର ଭକ୍ତି ଜଣାଇବା ପାଇଁ ଓମ୍ ନମଃ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖିପାରିବେ। ଆଗକୁ ଆମେ ପୁଣି ଭଗବଦ୍ ଗୀତାର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଶ୍ଲୋକ ବା କୌଣସି ଏମିତି ଗମ୍ଭୀର ବିଷୟ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଆଜି ଆମ ସହିତ ଏତେ ସମୟ ରହିଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ସମସ୍ତଙ୍କୁ ଆମର ଆନ୍ତରିକ ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ। ଜୟ ଶ୍ରୀକୃଷ୍ଣ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।